ॐ साईश्वराय विद्महे सत्यदेवाय धीमहि तन्नो सर्वः प्रचोदयात्। तपोवनम श्री सत्यसाई सच्चरित पंचदश अध्याय। प्रत्येकଙ୍କ ଅତୀତ ବର୍ତ୍ତମାନ ଓ ଭବିଷ୍ୟତ ମୋତେ ଜଣା। ପରମ ବ୍ରହ୍ମ ମାନବ ରୂପ ଧାରଣ କରି ପୃଥିବୀ ପୃଷ୍ଠକୁ ଆସିବା ଗୋଟିଏ ଆଶ୍ଚର୍ଯ୍ୟଜନକ କଥା। ତୁମେ ଯଦି ମୋ ସ୍ଥାନରେ ଥାଆନ୍ତ ଏତେ ଆଶ୍ଚର୍ଯ୍ୟ ହୁଅନ୍ତା ନାହିଁ। ମୁଁ ପ୍ରତ୍ୟେକଙ୍କର ଅତୀତ ବର୍ତ୍ତମାନ ଓ ଭବିଷ୍ୟତ ବାବଦରେ ସଦା ସର୍ବଦା ସମ୍ପୂର୍ଣ୍ଣ ସଚେତନ ଥାଏ। ସେଥିପାଇଁ ମୁଁ ଭାବ ବିହ୍ୱଳିତ ହୋଇପଡ଼େ ନାହିଁ। ତା ଅର୍ଥ ନୁହେଁ ଯେ ମୋଠାରେ ଦୟା ବା ପ୍ରେମ ଭାବର ଅଭାବ। ମୋ ହୃଦୟ ଆଦୌ ପ୍ରସ୍ତର ନିର୍ମିତ ନୁହେଁ। କିନ୍ତୁ ତୁମେ ଯଦି ତୁମ ହୃଦୟ ଦ୍ୱାର ଭିତରୁ ବନ୍ଦ କରିଦେବ, ମୋ ମଧୁର ପ୍ରେମର ତରଙ୍ଗ ତାହା ଭିତରକୁ ପ୍ରବେଶ କରିବ କିଭଳି? ତୁମେ ଅଶ୍ରୁ ଝରାଇ ପ୍ରାର୍ଥନା କରିଥାଅ, ସ୍ୱାମୀ ମୁଁ ଅନ୍ଧ, ମୁଁ ତୁମ ଦିବ୍ୟ ରୂପ ଦେଖିବାକୁ ଚାହେଁ। ମୋ ଦୁଃଖ ତୁମକୁ ବାଧୁ ନାହିଁ? ତୁମେ ଗୋଟିଏ ଅନ୍ଧକୁ ଦେଖିଲା ବେଳେ ଦୁଃଖରେ ତରଳି ଯାଉଛ। ମୋ ଅନ୍ତରକୁ କ'ଣ ତାହା ଜଣାଯାଉ ନାହିଁ? କିନ୍ତୁ ମୁଁ ଯେତେବେଳେ ଏ ଘଟଣାର ପୃଷ୍ଠଭୂମି ଜାଣିପାରୁଛି, ତା ପୂର୍ବ ଜନ୍ମ କଥା ଜାଣିପାରୁଛି, ମୋ ପ୍ରତିକ୍ରିୟା ସ୍ୱାଭାବିକ ଭାବେ ଭିନ୍ନ ହୋଇଯାଇଛି। ମୁଁ ଯାହା ସବୁ ଜାଣିପାରୁଛି, ତୁମେ ଯଦି ସେ ସବୁ ଜାଣିପାରିବ, ଅନ୍ୟମାନଙ୍କ ଦୁଃଖ ପ୍ରତି ଦେଖାଉଥିବା ତୁମ ସହାନୁଭୂତି ମଧ୍ୟ ବଦଳିଯିବ। ଜଣେ ଆଜି ଯାହା ପାଇଛି ତାହା ସେ ତାର ବିଗତ ଜୀବନର ବୁଣିଥିବା ମଞ୍ଜି ଅନୁସାରେ ପାଇଛି। ତେଣୁ ସେ ଯେଉଁ ଅପକର୍ମର ଫଳ ଭୋଗୁଛି ତାହା ଭୋଗ ବୋଲି ମୁଁ ଛାଡ଼ି ଦେଇଥାଏ। ଅବଶ୍ୟ ପୂର୍ବ ଅପରାଧର ଗୁରୁତ୍ୱ କମେଇବା ଭଳି ସତ୍କର୍ମ କଲେ କଷ୍ଟ ଭୋଗର ପରିମାଣ କମିଯିବ। ମୁଁ ତୁମ ସୁଖ ବା ଦୁଃଖର କାରଣ ନୁହେଁ। ତୁମେ ନିଜେ ନିଜ କର୍ମ ଦ୍ୱାରା ଏ ଉଭୟ ହାତକଡ଼ି ତିଆରି କରିଛ, ଯାହାର ଓଜନ ତୁମକୁ ତଳକୁ ଟାଣି ଧରୁଛି। ଖରାପର ଫଳ ଖରାପ। ଗୋଟିଏ ଦମ୍ପତି ତାଙ୍କ ଦୁଇ ସନ୍ତାନଙ୍କ ସହ ପ୍ରଶାନ୍ତି ନିଳୟମ୍ ଆସିଥିଲେ। ପିତାମାତାଙ୍କ ଭଳି ସନ୍ତାନଦ୍ୱୟ ମଧ୍ୟ ଦେଖିବାକୁ ଖୁବ୍ ସୁନ୍ଦର ଥିଲେ। ପୁରା ପରିବାରଟି ଏକ ସୁନ୍ଦର ଦୃଶ୍ୟ ଉପସ୍ଥାପନା କରୁଥିଲେ। ଭଗବାନଙ୍କୁ ବ୍ୟକ୍ତିଗତ ଭାବେ ସାକ୍ଷାତ କରିବାକୁ ସେମାନେ ଅତିଶୟ ଇଚ୍ଛୁକ ଥିଲେ। ଏ ସଂକ୍ରାନ୍ତରେ ସୁବିଧା କରାଇଦେବା ପାଇଁ ସେ କର୍ଣ୍ଣେଲ ଯୋଗାରାଓଙ୍କୁ ଭେଟି ଅନୁରୋଧ କଲେ। ପରିବାରକୁ ଦେଖି ଯୋଗାରାୟ ମଧ୍ୟ ଭାବିଲେ, ସ୍ୱାମୀ ଏମାନଙ୍କୁ ସାକ୍ଷାତକାର ପ୍ରଦାନ କଲେ ଭଲ ହୁଅନ୍ତା। ସୁଯୋଗ ଦେଖି ସେ ସ୍ୱାମୀଙ୍କୁ ଏକଥା ଜଣାଇବା ସହିତ ତାଙ୍କ ସଦୃଶ୍ୟ ଚେହେରା କଥା ବି କହିଲେ। ସ୍ୱାମୀ କହିଲେ, ତୁମେ ତାଙ୍କ ବିଷୟରେ ଏତେ କରି କହୁଛ ତାହା ସଦୃଶ୍ୟ ରୂପ ପାଇଁ, କିନ୍ତୁ ତୁମେ ଜାଣ କି ସେ ପିଲା ଦୁଇଟି ଅନ୍ଧ ବୋଲି? ଯୋଗାରାୟ ଆଶ୍ଚର୍ଯ୍ୟ ହୋଇଗଲେ। ସ୍ୱାମୀ ସେ ପରିବାରକୁ ଏ ପର୍ଯ୍ୟନ୍ତ ଦେଖି ନାହାନ୍ତି। ଯୋଗାରାୟ ତାଙ୍କୁ ସ୍ୱଚକ୍ଷୁରେ ଦେଖି ମଧ୍ୟ ଜାଣିପାରିଲେ ନାହିଁ ଯେ ପିଲା ଦୁଇଟିଙ୍କର ଦୃଷ୍ଟିଶକ୍ତି ନାହିଁ। ସେ ପୁନର୍ବାର ସେ ପରିବାରକୁ ଭେଟିଲେ ଏବଂ ପିଲାଙ୍କ ଦୃଷ୍ଟିଶକ୍ତି କଥା ପଚାରିଲେ। ସେ ଯେତେବେଳେ ସେ କୁତ୍ସିତ ସତ୍ୟ ଜାଣିଲେ, ସେ ମଧ୍ୟ ଭାଙ୍ଗି ପଡ଼ିଲେ। ମହିଳା ଜଣଙ୍କ ବାରମ୍ବାର ଅନୁରୋଧ କରିବାରୁ ଯୋଗାରାୟ ପୁଣି ଏକ ସୁଯୋଗ ଦେଖି ସ୍ୱାମୀଙ୍କୁ ସେ ପିଲା ଦୁହିଁଙ୍କ ଆଖି କଥା ଜଣାଇଲେ, କିନ୍ତୁ କୌଣସି ଉତ୍ତର ପାଇଲେ ନାହିଁ। ତା ପରଦିନ ସ୍ୱାମୀ ସେ ଦିନର ଖବରକାଗଜଟି ହାତରେ ଧରି ତାଙ୍କ କକ୍ଷରୁ ବାହାରିଲେ। ସେ ଖଣ୍ଡକ ଯୋଗାରାୟଙ୍କ ହାତକୁ ଦେଇ ନିର୍ଦ୍ଦିଷ୍ଟ ଏକ ଖବର ପଢ଼ିବାକୁ କହିଲେ। ସେ ଖବରଟି ଥିଲା, ବୁକ୍କାପଟ୍ଟନମର ନିଜ ସାବତ ମା ହାତରେ ଦୁଇଟି ପିଲା ଅନ୍ଧ ହୋଇ ଯାଇଛନ୍ତି। ଏ ଖବର ପଢ଼ି ଯୋଗାରାୟ ସ୍ୱାମୀଙ୍କ ଆଡ଼କୁ ଚାହିଁ ରହିଗଲେ। ସ୍ୱାମୀ ପଚାରିଲେ, ଏ କ୍ଷେତ୍ରରେ ଥିଲେ ତୁମେ କ'ଣ କରନ୍ତ? ଯୋଗାରାୟ କହିଲେ, ମୁଁ ସେ ହୃଦୟହୀନ ମାକୁ ଅନ୍ଧ କରି ଦେଇଥାନ୍ତି। ସ୍ୱାମୀ କୋମଳ କଣ୍ଠରେ କହିଲେ, କିନ୍ତୁ ଭଗବାନ ତାହା କରନ୍ତି ନାହିଁ। ତା ବଦଳରେ ନିଜ ପିଲାକୁ ଅନ୍ଧ କରି ଦିଅନ୍ତି। ସେ ପିଲା ଦୁହିଁଙ୍କ କଥା ମୋ ଉପରେ ଛାଡ଼ି ଦିଅ, ସେମାନେ ନିଶ୍ଚିତ ଭାବେ ସୁଖୀ ହେବେ। କିନ୍ତୁ ତାଙ୍କ ମା କଥା?
ବାବା ସେଠାରୁ ଘୁଞ୍ଚି ଦୂରକୁ ଚାଲିଗଲେ। ଯୋଗାରାୟ ସ୍ଥାଣୁ ପାଲଟି ଗଲେ। ଯାହା ଘଟିଥିଲା ଏସବୁ ତାହାର ଏକ ସଂକ୍ଷିପ୍ତ ବିବରଣୀ। କିନ୍ତୁ ଯୋଗାରାୟ ମନେ ମନେ ଉପଲବ୍ଧି କଲେ ଯେ ଏକ ବିଶ୍ୱାତ୍ମକ ରହସ୍ୟ ହଠାତ୍ ସ୍ପଷ୍ଟ ହୋଇଗଲା। ସେ ସେହି ପରିବାର ପକ୍ଷରୁ ସ୍ୱାମୀଙ୍କୁ କ'ଣ ମାଗିଥିଲେ, ସ୍ୱାମୀ ସେ ଦିନର ଖବର ପଢ଼ାଇ ତାଙ୍କୁ କ'ଣ ଶିଖାଇଲେ ଏବଂ ଉଭୟଙ୍କ ମଧ୍ୟରେ ଘଟିଥିବା ବାର୍ତ୍ତାଳାପ ପଛରେ ସ୍ୱାମୀ କି ଗୂଢ଼ ତାତ୍ପର୍ଯ୍ୟ ରଖିଥିଲେ। ବୋଧହୁଏ ସ୍ୱାମୀ ପ୍ରକୃତ କଥା ସିଧାସଳଖ ଭାବେ କହି ମାର ମାନସିକ ବେଦନା ବଢ଼ାଇବାକୁ ଚାହୁଁନଥିଲେ। ଏହି ସିଦ୍ଧାନ୍ତରେ ଉପନୀତ ହେବାକୁ ପଡ଼ିଲା ଯେ ପ୍ରତ୍ୟେକଙ୍କୁ ତାଙ୍କ ଅତୀତ ପାପର ପ୍ରାୟଶ୍ଚିତ ଭୋଗ କରିବାକୁ ପଡ଼ିବ। ଭଗବାନ ବାବା କହନ୍ତି, ଈଶ୍ୱର ଏକ ଡାକବାଲା ଭଳି ଥଳିଏ ଚିଠି ଧରି ପ୍ରତ୍ୟେକ ଚିଠିକୁ ତା ଉପରେ ଲେଖାଥିବା ଠିକଣା ଅନୁସାରେ ବାଣ୍ଟି ଦେଇ ଯାଆନ୍ତି। ସେ ଚିଠି ପଢ଼ି କୌଣସି ପରିବାରରେ ଆନନ୍ଦ ଉଛୁଳି ଉଠେ ତ ଅନ୍ୟ କେଉଁ ପରିବାରରେ ତାଙ୍କ ପାଇଁ ଉଦ୍ଦିଷ୍ଟ ଚିଠି ପଢ଼ି ଦୁଃଖରେ ସଢ଼ି ଯାଆନ୍ତି। ଡାକବାଲା ଚିଠିରେ ଲେଖିଥିବା ବିଷୟ ସହ ସମ୍ପୃକ୍ତ ନୁହେଁ। ତାର ଭୂମିକା ହେଲା ସଠିକ ଠିକଣାରେ ଚିଠି ପହଞ୍ଚାଇ ଦେବା। ଭଗବାନ ତାହା ହିଁ କରିଥାନ୍ତି। ପୂର୍ବରୁ ଫିଙ୍ଗି ଦେଇଥିବା ଖାଦ୍ୟ ଗୋଟାଉଛନ୍ତି। ଥରେ ଭଗବାନ ବାବାଙ୍କ ସହିତ ସ୍ୱାମୀ କାରୁଣ୍ୟାନନ୍ଦ ମୁମ୍ବାଇର ଧର୍ମକ୍ଷେତ୍ର ଯାଇଥିଲେ। ସ୍ୱାମୀ ଘରର ଉପର ମହଲାରେ ରହିଲେ ଏବଂ ଠିକ୍ ସ୍ୱାମୀଙ୍କ କକ୍ଷର ତଳେ କକ୍ଷରେ କାରୁଣ୍ୟାନନ୍ଦଙ୍କ ରହିବା ବ୍ୟବସ୍ଥା କରାଯାଇଥିଲା। ମୁମ୍ବାଇର ପ୍ରଖ୍ୟାତ ବ୍ୟକ୍ତିମାନେ ସ୍ୱାମୀଙ୍କୁ ସାକ୍ଷାତ କରିବା ପାଇଁ ଆସୁଥିଲେ। ସେମାନେ ବ୍ୟବହାର କରୁଥିବା ସିଡ଼ିଟି ତଳ ମହଲା ସହ ସଂଯୁକ୍ତ ହୋଇଥିଲା ଏବଂ ତାଙ୍କ ସାଧନାରେ ବ୍ୟାଘାତ ନ ଘଟିବା ପାଇଁ ସେ ତାଙ୍କ କକ୍ଷର କବାଟକୁ ଭିତରୁ ବନ୍ଦ କରି ଦେଇଥିଲେ। ସେ ଘରର ଝରକା ବାଟେ ବାହାରକୁ ଚାହିଁ ଯାହା ଦେଖିଲେ ସେଥିରେ ଅତି ବ୍ୟଥିତ ହୋଇ ପଡ଼ିଲେ। ସେ ଘରର ପାଚେରୀ ବାହାରେ କେତେକ ପିଲା ଅଇଁଠା ପତ୍ରରେ ଲାଗିଥିବା ଖାଦ୍ୟ ନେବା ପାଇଁ ରାସ୍ତାର ବୁଲା କୁକୁରମାନଙ୍କ ସଙ୍ଗେ ଝଗଡ଼ା କରୁଥାନ୍ତି। ଏ ଦୃଶ୍ୟ ତାଙ୍କୁ ଯେତିକି ଆଶ୍ଚର୍ଯ୍ୟ କଲା ସେତିକି ବ୍ୟଥିତ କଲା ମଧ୍ୟ। ସେ ଭାବିଲେ, ଏ ସମୟରେ ଭଗବାନ ନିଜେ ଅବତାର ଗ୍ରହଣ କରି ରକ୍ତ ମାଂସ ଶରୀର ଧାରଣ କରି ମଣିଷମାନଙ୍କ ମଧ୍ୟରେ ଚଳପ୍ରଚଳ ହେଉଛନ୍ତି। ସର୍ବୋପରି ଆଜି ଏହି ଅଟ୍ଟାଳିକାରେ ସେ ଉପବେଶନ କରିଛନ୍ତି। ଏଭଳି ପରିସ୍ଥିତିରେ ଏହା ମଣିଷର ଦୁର୍ଭାଗ୍ୟ ନୁହେଁ ତ ଆଉ କ'ଣ? ତାଙ୍କୁ ରାସ୍ତାର ବୁଲା କୁକୁରଙ୍କ ମୁହଁରୁ ପରିତ୍ୟକ୍ତ ଖାଦ୍ୟ ପାଇବା ପାଇଁ ସଂଗ୍ରାମ କରିବାକୁ ପଡ଼ୁଛି। ତାଙ୍କ ମନରେ ଏହି ଭାବନା ସୃଷ୍ଟି ହେବା ମାତ୍ରକେ ତାଙ୍କ କାନ୍ଧ ଉପରେ କାହାର କରସ୍ପର୍ଶ ସେ ଅନୁଭବ କରି ପଛକୁ ଚାହିଁ ଦେଖିଲେ ଭଗବାନ ବାବା ତାଙ୍କ ଆଡ଼କୁ ଚାହିଁ ହସୁଛନ୍ତି। କାରୁଣ୍ୟାନନ୍ଦ ବିଚଳିତ ହୋଇ ପଡ଼ିଲେ ଏବଂ କିଛି ସମୟ ପରେ ପଚାରିଲେ, ସ୍ୱାମୀ, ମୁଁ ଏ ଘରର କବାଟ ଭିତରୁ ବନ୍ଦ କରି ଦେଇଥିଲି, ଆପଣ ଆସିଲେ କିପରି? ସ୍ୱାମୀ କହିଲେ, ମୁଁ ଯଦି ଆସିବାକୁ ଚାହିଁବି ଜଞ୍ଜିର ବା ତାଲା ମୋ ପଥ ଅବରୋଧ କରିପାରିବେ? ଆସ ଖାଇବାକୁ ଯିବା। କାରୁଣ୍ୟାନନ୍ଦଙ୍କ ମନରେ ଯାହା ବ୍ୟଥା ସୃଷ୍ଟି କରିଥିଲା ସେ ତାହା ସ୍ୱାମୀଙ୍କୁ ପଚାରିଲେ। ସ୍ୱାମୀ, ମୁଁ ଗୋଟିଏ ସନ୍ଦେହରେ ପଡ଼ିଯାଇଛି। ଆପଣ ସାକ୍ଷାତ ଅବତାର ପୁରୁଷ ଓ ଏହି ମୁହୂର୍ତ୍ତରେ ଏହି ସ୍ଥାନରେ ସଶରୀରରେ ଉପସ୍ଥିତ ଅଛନ୍ତି। ପାଚେରୀ ଆରପଟକୁ ଚାହିଁ ଦେଖନ୍ତୁ। ମଣିଷ ପିଲା କୁକୁରମାନଙ୍କ ସଙ୍ଗେ ଲଢ଼େଇ କରି ଅଳିଆ ଗଦା ଭିତରୁ ପରିତ୍ୟକ୍ତ ଖାଦ୍ୟ ଖଣ୍ଡମାନ ଖାଇବା ପାଇଁ କ'ଣ ହେଉଛନ୍ତି? ଏ କି କଥା ସ୍ୱାମୀ? ଧୀର ଭାବରେ ସ୍ୱାମୀ ବୁଝାଇ ଦେଲେ, ସେମାନେ ତାଙ୍କ ପୂର୍ବ ଜନ୍ମରେ ଆରାମପ୍ରଦ ବିଳାସୀ ଜୀବନଯାପନ କରିଥିଲେ। ସେତେବେଳେ ତାଙ୍କ ଭୋଜନ ଟେବୁଲ ଉପରେ ସବୁ ପ୍ରକାର ରାଜକୀୟ ଖାଦ୍ୟମାନ ପରିବେଷଣ କରାଯାଉଥିଲା। ସେମାନେ ଏଥିରୁ କିଛି ତ ସେଥିରୁ କିଛି ଚାଖିଦେଇ ଅବଶିଷ୍ଟ ଅଧିକାଂଶ ଖାଦ୍ୟ ଫୋପାଡ଼ି ଦେଉଥିଲେ। ଯେତିକି ଖାଉଥିଲେ ତାଠାରୁ ଅଧିକ ନଷ୍ଟ କରୁଥିଲେ। ଏତେ ମୂଲ୍ୟବାନ ଖାଦ୍ୟର ଏଭଳି ଅପବ୍ୟୟ ସେମାନେ ପୂର୍ବ ଜନ୍ମରେ ବେଖାତିର କରି ଅଳିଆ ଗଦାକୁ ଫୋପାଡ଼ି ଦେଇଥିବା ଖାଦ୍ୟକୁ ଏ ଜନ୍ମରେ ପୁନର୍ବାର ଅଳିଆ ଗଦାରୁ ଗୋଟାଉଛନ୍ତି। ଶ୍ରୀ ସତ୍ୟସାଇ ସଂଗଠନର ବିଶ୍ୱ ସମ୍ମିଳନୀ ଅବସରରେ
ପ୍ରଶାନ୍ତି ନିଳୟମରେ ସ୍ୱାମୀ କାରୁଣ୍ୟାନନ୍ଦ ବକ୍ତୃତା ଦେଉଥିଲେ। ସ୍ୱାମୀ ମଧ୍ୟ ମଞ୍ଚ ଉପରେ ଉପସ୍ଥିତ ଥିଲେ। କାରୁଣ୍ୟାନନ୍ଦ ତାଙ୍କ ବକ୍ତୃତା ମାଧ୍ୟମରେ ଏ ଘଟଣା ବର୍ଣ୍ଣନା କରି ସମସ୍ତ ଶ୍ରୋତାଙ୍କ ଭିତରେ ବିସ୍ମୟ ସୃଷ୍ଟି କରିଦେଇଥିଲେ। କାରୁଣ୍ୟାନନ୍ଦଙ୍କ ଭାଷଣ ପରେ ଭଗବାନ ବାବା ତାହାକୁ ସ୍ପଷ୍ଟତର କରିଦେଇ କହିଲେ, ଗୋଟିଏ ବୃକ୍ଷର ଶାଖାରେ ଦୁଇଟି ପକ୍ଷୀ ବସିଛନ୍ତି। ଗୋଟିଏ ପକ୍ଷୀ ବୃକ୍ଷରେ ଥିବା ଫଳକୁ ଖାଉଛି, ଅନ୍ୟ ପକ୍ଷୀଟି କେବଳ ସାକ୍ଷୀ ରୂପେ ସବୁ ଦେଖୁଛି। ଏହା ଗୋଟିଏ ଉପନିଷଦର କଥା। ଏହାର ଅନ୍ତରାର୍ଥ ହେଉଛି, ଏ ଦେହ ଏକ ବୃକ୍ଷ, ତାହାର ଫଳ ହେଉଛି ସାଂସାରିକ ସୁଖ ବା ଦୁଃଖ। ଫଳ ଖାଉଥିବା ପକ୍ଷୀ ହେଉଛି ଆତ୍ମା। ସାକ୍ଷୀ ଭାବେ ସବୁ ଦେଖୁଥିବା ପକ୍ଷୀ ହେଉଛି ପରମାତ୍ମା। ପକ୍ଷୀ ଦୁଇଟି ପକ୍ଷୀ ଭଳି ଜଣା ପଡୁଥିଲେ ମଧ୍ୟ ପ୍ରକୃତରେ ଗୋଟିଏ। ମଣିଷର ସାରତତ୍ଵ ହେଉଛି ପରମ ତତ୍ଵର ପ୍ରତିବିମ୍ବ। ବାବାଙ୍କ ନିଜ ଭାଷାରେ ତାହା ହେଉଛି ପରମ ଆତ୍ମାଙ୍କର ଆଭାସ ରୂପ। ତାହା ହିଁ ଜୀବାତ୍ମା। ସୁଖ ଦୁଃଖ ଭୋଗ କରିବା କେବଳ ଜୀବାତ୍ମାର। ସେଗୁଡ଼ିକ ପରମାତ୍ମାକୁ ସ୍ପର୍ଶ କରିପାରନ୍ତି ନାହିଁ। ପରମାତ୍ମା କେବଳ ସାକ୍ଷୀ ପୁରୁଷ। ଭଗବାନଙ୍କର ଏହି ବ୍ୟାଖ୍ୟା ଉପନିଷଦ ବୃକ୍ଷର ଦୁଇଟି ପକ୍ଷୀ ଉପାଖ୍ୟାନର ଅନ୍ତରାର୍ଥ ଦର୍ଶାଉଥିବା ଏକ ସୁନ୍ଦର ବର୍ଣ୍ଣନା। ଦୟା ସାଗର। ପୂର୍ବରୁ ବର୍ଣ୍ଣନା କରାଯାଇଛି, ପୂର୍ବଜନ୍ମର କର୍ମଫଳ ପ୍ରାୟଶ୍ଚିତ ବା ପୁରସ୍କାର ପ୍ରଦାନ କରେ। ଏସବୁ ସତ୍ତ୍ୱେ ଯଦି ଭଗବାନ ଦୟା ବା କୃପା ବର୍ଷା କରନ୍ତି କିମ୍ବା ଇଚ୍ଛା କରନ୍ତି, ସେତେବେଳେ ତାହାର ଆଉ ସୀମା ରହେ ନାହିଁ। ଏହା ଏଭଳି ସ୍ୱତଃପ୍ରବୃତ୍ତ ହୋଇ ଝରେ ଯେ ତାହାର କାରଣ ଖୋଜିଲେ ମିଳେ ନାହିଁ। ଏ ସଂକ୍ରାନ୍ତରେ 1996 ଜୁଲାଇ 4 ତାରିଖ ଘଟଣା ବର୍ଣ୍ଣନା କରିବା ଅପ୍ରାସଙ୍ଗିକ ହେବ ନାହିଁ। ତାହା ଏକ ହୃଦୟସ୍ପର୍ଶୀ ଘଟଣା। ସ୍ୱାମୀ ସମ୍ଭାଷଣ ଛଳରେ କହିଲେ, ଏଠାରେ ଯେଉଁ ପିଲାଟି କହିଲା, ସେ ହିମାଚଳ ପ୍ରଦେଶର ଶିମିଳାର। ତାହାର କନିଷ୍ଠ ଭ୍ରାତା ମଧ୍ୟ ଏଠାକାର ପ୍ରାଥମିକ ବିଦ୍ୟାଳୟରେ ପଢ଼େ। ଆଜିକି 10 ବର୍ଷ ତଳର କଥା। ମୁଁ ବୃନ୍ଦାବନରେ ଥାଏ। ଏହାର ମାଆକୁ ଷ୍ଟ୍ରେଚରରେ ପକାଇ ହିମାଚଳ ପ୍ରଦେଶରୁ ଏଠାକୁ ଅଣାଯାଇଥିଲା। ମୁଁ ବାଳକ ଦୁହିଁଙ୍କ ପିଠିରେ ମୋ ହାତ ପକାଇ ମୋ ଆଡ଼କୁ ଆଣିଲି ଏବଂ ସେ ମାଆଟିକୁ କହିଲି, ଏମାନେ ମୋ ପିଲା, ତୁ ତାଙ୍କ ବିଷୟରେ ଆଉ ବ୍ୟସ୍ତ ହେବା ଦରକାର ନାହିଁ। ସେ ମଧ୍ୟ ସ୍ୱାମୀଙ୍କୁ କହିଲା, ସାଇମା, ମୁଁ ମୋର ପିଲା ଦୁଇଟିଙ୍କୁ ଆପଣଙ୍କୁ ଟେକିଦେଲି। ଏହା କହି ସେ ଶେଷ ନିଶ୍ୱାସ ତ୍ୟାଗ କଲା। ମୁଁ ବାଳକ ଦ୍ୱୟଙ୍କୁ ଆଣି ପ୍ରାଥମିକ ବିଦ୍ୟାଳୟରେ ପଢ଼ାଇଲି। ସେହି ଦିନଠାରୁ ଏ ପର୍ଯ୍ୟନ୍ତ ସେମାନେ କେବେ ଦିନେ ବୁନ୍ଦାଏ ବି ଲୁହ ଝରାଇ ନାହାନ୍ତି। ମା ତ ଚାଲିଗଲା, ବାପା ଆସନ୍ତି, କିନ୍ତୁ ଖୁବ୍ କମ୍। ପିଲାମାନଙ୍କୁ ସ୍ୱାମୀଙ୍କ ଦାୟିତ୍ୱରେ ଛାଡ଼ି ଦିଆଯାଇଥିଲା ଏବଂ ସ୍ୱାମୀ ନିଜେ ସେମାନଙ୍କ କଥା ବୁଝନ୍ତି। ଏହାକୁ କହନ୍ତି ଶରଣାଗତି। ମୁଁ ପ୍ରତ୍ୟହ ସକାଳ ସନ୍ଧ୍ୟା ସେମାନଙ୍କର ଭଲ ମନ୍ଦ ବୁଝେ। ସେମାନେ କ୍ଷଣକ ପାଇଁ ତାଙ୍କ ମାତୃ ବିୟୋଗର ଦୁଃଖ ଅନୁଭବ କରିନାହାନ୍ତି। ଦିନେ ହଷ୍ଟେଲ ଦାୟିତ୍ୱରେ ଥିବା ମହିଳା ସାନ ପୁଅଟିକୁ ଆଣି କହିଲା, ସେ ତା ମାଆକୁ ମନେ ପକାଇ କାନ୍ଦୁଛି, ଖାଇବାକୁ ମନା କରୁଛି। ସେତେବେଳେ ସେ 5 ବର୍ଷର ହୋଇଥାଏ। ମୁଁ ତାକୁ ସାକ୍ଷାତକାର କକ୍ଷକୁ ନେଇ ତା ଆଙ୍ଗୁଠିରେ ଗୋଟିଏ ମୁଦି ପିନ୍ଧାଇ ଦେଲି। ସେହି ମୁହୂର୍ତ୍ତରୁ ସେ ତା ଦୁଃଖ ଭୁଲିଗଲା, ଖୁସି ରହିଲା ଏବଂ ଆଜି ପର୍ଯ୍ୟନ୍ତ ମଧ୍ୟ ହସ ଖୁସିରେ ଖେଳି ଚାଲୁଛି। ଶିଶୁମାନଙ୍କ ହୃଦୟ ଅତି ପବିତ୍ର ତଥା ସ୍ଫଟିକ ଭଳି ସ୍ୱଚ୍ଛ। ପ୍ରେମ ଅନ୍ୟମାନଙ୍କ ଭିତରେ କି ଶକ୍ତି ଓ ଉତ୍ସାହ ଦେଇପାରେ, ଏଥିରୁ ଜଣାପଡ଼ୁଛି। ଏ ସ୍ଥାନ ଭିନ୍ନ ଅନ୍ୟ କୌଣସି ଠାରେ ଏ ପିଲାମାନେ ଏତେ ସନ୍ତୁଷ୍ଟ ଓ ଖୁସିରେ ରହିପାରିଥାନ୍ତେ। ସେମାନେ ସ୍ୱାମୀଙ୍କ ପାଖରେ ଅଛନ୍ତି ବୋଲି ଏତେ ଭଲରେ ଅଛନ୍ତି। ସ୍ୱାମୀଙ୍କ ପ୍ରେମ ଗୋଟିଏ ମାର ପ୍ରେମ ସହ ସମାନ ନୁହେଁ, ସହସ୍ର ମାତାର ପ୍ରେମ ସହ ସମାନ। ମୁଁ ପ୍ରତ୍ୟେକ କଥା ବିଶଦ ଭାବେ ବୁଝୁଥାଏ। ଅସମର୍ଥ ଲୋକ ଏହା ବୁଝି ନ ପାରି ବ୍ୟତିବ୍ୟସ୍ତ ହୋଇ ପଡ଼ନ୍ତି ଏବଂ କହନ୍ତି, ସ୍ୱାମୀ ମୋ ଆଡ଼କୁ ଚାହିଁଲେ ନାହିଁ, ମୋତେ କଥା କହିଲେ ନାହିଁ, ମୋ କାନ୍ଧରେ ଥିବା
ଅସଂଖ୍ୟ ଦାୟିତ୍ୱ ସତ୍ତ୍ୱେ ମୁଁ ପ୍ରତ୍ୟେକଟି ପିଲାଙ୍କ ଭଲ ମନ୍ଦ ବୁଝିବା ପାଇଁ ସମୟ କାଢି ପାରୁଛି। ପୂର୍ବରୁ ଯେଉଁ ପିଲାକୁ ତମେମାନେ ଶୁଣିଲ, ସେ କହିଲା, ମୁଁ ଗୋଟିଏ ମାଆକୁ ହରାଇଲି ସିନା, କିନ୍ତୁ ଏଠାରେ ସହସ୍ର ମାତାର ପ୍ରେମ ଲାଭ କରୁଛି। ସେ ମଧ୍ୟ ତାହାର ବକ୍ତୃତା ଆରମ୍ଭରେ ସମ୍ବୋଧନ କରିଥିଲା, ସ୍ୱାମୀ ମୋ ମା। ଏହି ଦୃଢ଼ ବିଶ୍ୱାସ ସେମାନଙ୍କୁ ରକ୍ଷା କରୁଛି ଏବଂ ଜୀବନର ସଫଳତା ହାସଲ କରିବା ପାଇଁ ଆଶୀଷ ଯୋଗାଉଛି। ନାମ ସ୍ମରଣ ଓ ରୂପ ଧ୍ୟାନ। ବିଗତ 8 ବର୍ଷ ଧରି ଜଣେ ବିଦେଶଗତ ବ୍ୟକ୍ତି ଚକଲଗା ଚୌକି ବ୍ୟବହାର କରୁଛନ୍ତି, କାରଣ ତାଙ୍କ ଗୋଡ଼ ବ୍ୟବହାର ହେବା ଅବସ୍ଥାରେ ନାହିଁ। ଏହା ସତ୍ତ୍ୱେ ସେ ସାହସୀ ବ୍ୟକ୍ତିଙ୍କ ମୁହଁରେ ସଦାବେଳେ ହସ ଲାଗି ରହିଥାଏ। ତାଙ୍କ ଗୋଡ଼ର ଏ ଅବସ୍ଥା ହେବା ପୂର୍ବରୁ ସେ ଭଲ ଭାବେ ବ୍ୟାୟାମ କରିପାରୁଥିଲେ ଓ କ୍ରୀଡ଼ା ଉତ୍ସବମାନଙ୍କରେ ଭାଗ ନେଇପାରୁଥିଲେ, କିନ୍ତୁ ଭାଗ୍ୟ ଦୋଷରୁ ସେ ଆଜି ଚକଲଗା ଚୌକି ଉପରେ ନିର୍ଭରଶୀଳ ହୋଇପଡ଼ିଛନ୍ତି। ଥରେ ତାଙ୍କ ନିଜ ଦେଶର କେତେକ ଲୋକ ଆସି ଦର୍ଶନ ଆଶାରେ ବସିଥାନ୍ତି। ସ୍ୱାମୀ ସେମାନଙ୍କୁ ସାକ୍ଷାତକାର କକ୍ଷକୁ ଡାକିଲେ। ଚକଲଗା ଚୌକିରେ ବସିଥିବାରୁ ଏ ଜଣକ ତାଙ୍କ ଦେଶ ଲୋକଙ୍କ ସହିତ ସାକ୍ଷାତକାର କକ୍ଷକୁ ଯାଇପାରିଲେ ନାହିଁ। ଅନ୍ୟ ସମସ୍ତେ ଯାଇ ସାକ୍ଷାତକାର କକ୍ଷରେ ପହଞ୍ଚି ଯାଇଥାନ୍ତି। ସ୍ୱାମୀ ତ କାହିଁକି ତାଙ୍କୁ ଡାକୁନାହାନ୍ତି, ସେ ବିକଳ ହୋଇ ସ୍ୱାମୀଙ୍କ ଆଡ଼କୁ ଚାହୁଁଥାନ୍ତି। ଇତ୍ୟବସରରେ ସ୍ୱାମୀ ତାଙ୍କ ବସିବା ସ୍ଥାନଠାରୁ ସାମାନ୍ୟ ଆଗକୁ ଚାଲି ଯାଇଥାନ୍ତି। ହଠାତ୍ ପଛକୁ ବୁଲି ପଡ଼ି ତାଙ୍କୁ କହିଲେ, ତୁ ମଧ୍ୟ ଭିତରକୁ ଯା। ସେ ଶିହରି ଉଠିଲେ ଏବଂ ଚୌକିର ଚକକୁ ଗଡ଼ାଇବାକୁ ଆରମ୍ଭ କଲେ। କରୁଣା ସାଗର ଭଗବାନ ବାବାଙ୍କ ତୁଣ୍ଡରୁ ଆଦେଶ ଛଳରେ କୃପା ଝରି ପଡ଼ିଲା। ସେଥିରେ ନୁହେଁ, ଉଠ, ଚାଲିକରି ଯା। ଏ କଥାରେ ବିଚରାକୁ ଆଘାତ ଲାଗିଲା। ସେ ରହିଗଲା। ବହୁ କଷ୍ଟ କରି ଚୌକିରୁ ଉଠିବାକୁ ଚେଷ୍ଟା କଲା। ବହୁ ପରିଶ୍ରମ କରି ଚୌକିରୁ ନିଜକୁ ମୁକ୍ତ କଲା। ଦଣ୍ଡେ ରହିଗଲା। ପୁନର୍ବାର ଶକ୍ତି ସଞ୍ଚୟ କଲା। ଭାଙ୍ଗି ପଡ଼ିଲା ସେ। ଦଣ୍ଡାୟମାନ ହେବାର ସାମର୍ଥ୍ୟ ନଥିବାକୁ, କୋହ ସମ୍ଭରଣ କରି ନ ପାରିବାକୁ ଅନନ୍ୟ ଉପାୟ ହୋଇ ସେ ନିଜକୁ ଭଗବାନଙ୍କ ପାଦପଦ୍ମ ଉପରକୁ ପକାଇଦେଲା। 8 ବର୍ଷର ତପ ଓ କଷ୍ଟ ଭୋଗ ବିଜୟ ମୁକୁଟରେ ମଣ୍ଡିତ ହୋଇଗଲା। ପ୍ରାୟଶ୍ଚିତ୍ତରୁ ମୁକ୍ତି। ସ୍ୱାମୀ କହନ୍ତି, ତୁମେ ଭାବୁଥାଇପାର ଯେ ଜଣକୁ ତାର ବିଗତ ଜନ୍ମର କୁକର୍ମର ଫଳ ଭୋଗ କରିବାକୁ ପଡ଼ିବ। ଭଗବାନ ଦୟା ମଧ୍ୟ ସେ କଷ୍ଟକୁ ଲାଭ କରିପାରିବ ନାହିଁ। ମୁଁ ତୁମକୁ ଜବାବ ଦେଉଛି, ତୁମକୁ ତୁମ ପୂର୍ବ କର୍ମର ପରିଣାମ ଭୋଗ କରିବାକୁ ପଡ଼ିବ ନାହିଁ। ସେଥିପାଇଁ ତ ତାଙ୍କୁ ପୂଜା କରି କୁହାଯାଏ, ସର୍ବ ପାପ କ୍ଷୟକରାୟ ନମଃ। ତାହା ପ୍ରକୃତରେ ସତ୍ୟ। ପୁଟପର୍ତ୍ତିରେ ସମବେତ ହୋଇ ବାବାଙ୍କ ଦର୍ଶନ ପାଇଁ ପ୍ରତୀକ୍ଷା କରି ବସି ରହିଛନ୍ତି ଅନେକ ରୋଗାକ୍ରାନ୍ତ ବ୍ୟକ୍ତି। ସେମାନେ ନିଜକୁ ସମ୍ପୂର୍ଣ୍ଣ ଭାବେ ସ୍ୱାମୀଙ୍କ ପଦପ୍ରାନ୍ତରେ ସମର୍ପି ଦେଇଛନ୍ତି। ନିଜର ସମସ୍ତ ଦାୟିତ୍ୱ ସ୍ୱାମୀଙ୍କ ଉପରେ ନ୍ୟସ୍ତ କରିଦେଇ ସେମାନେ ରୋଗ ଭୋଗିଲା ପରି ଜଣା ପଡ଼ୁନାହାନ୍ତି। ଅନ୍ୟ କୌଣସିଠାରେ ଥିଲେ ତାଙ୍କ ରୋଗ କଷ୍ଟ ତାଙ୍କୁ ହଇରାଣ କରିସାରିଥାନ୍ତା। ସେମାନେ ନର୍କ ଦଣ୍ଡ ଭୋଗୁଥାନ୍ତେ। ଏଠାରେ ସ୍ୱାମୀଙ୍କ ଦର୍ଶନର ପରମ ସୁଖ ଆଶାରେ ବସିଥିବାରୁ ତାଙ୍କୁ କିଛି ବାଧୁନାହିଁ। ଆଶାର ଆନନ୍ଦରେ ସେମାନେ ହଜି ଯାଉଛନ୍ତି। ଦର୍ଶନ ପାଉଥିବା ସମୟରେ ସେମାନେ ନୈସର୍ଗିକ ଆନନ୍ଦ ଭିତରକୁ ଟାଣି ହୋଇ ଯାଉଛନ୍ତି। ସେମାନେ ନିଜକୁ ଭୁଲି ଯାଆନ୍ତି। ନିଜର ଯନ୍ତ୍ରଣା ଓ କଷ୍ଟ ସବୁ ଭୁଲି ଯାଆନ୍ତି। ଦର୍ଶନ ଶେଷ ହୋଇଗଲା ପରେ ସେମାନେ ଦର୍ଶନାନନ୍ଦ ଅନୁଭୂତିକୁ ମନେ ପକାଇ ସେହି ସ୍ମୃତିକୁ ଆଉ କିଛି ସମୟ ପାଇଁ ଉପଭୋଗ କରନ୍ତି। ସେମାନେ ସ୍ୱାମୀଙ୍କ ରୂପକୁ ଧ୍ୟାନ କରନ୍ତି। ସ୍ୱାମୀଙ୍କ ଆଲୌକିକ ଲୀଳା, ସ୍ୱାମୀଙ୍କ ଅମୃତ ବାଣୀ ଓ ସ୍ୱାମୀଙ୍କ କାର୍ଯ୍ୟକଳାପର ଚମତ୍କାରିତା ବିଷୟ ମନେ ପକାଇ ଅନ୍ୟମାନଙ୍କ ସହ କଥାବାର୍ତ୍ତା ହୋଇ ସମୟ ବିତାଇ ଦିଅନ୍ତି। ପୁଣି ଆରମ୍ଭ ହୋଇଯାଏ ପ୍ରତୀକ୍ଷା ଆସନ୍ତାକାଲିର ଦର୍ଶନ ପାଇଁ। ନୂତନ ଆଶା, ନୂତନ ସମ୍ଭାବନା, ନୂତନ ପରିକଳ୍ପନା ଓ ନୂତନ ମାନସିକ ଅଭିବ୍ୟକ୍ତି ନେଇ ତାଙ୍କୁ ପ୍ରଶାନ୍ତି ନିଳୟମରେ ସମୟର ବେଗ ଜଣାପଡ଼ି ନାହିଁ।
ପ୍ରାୟଶ୍ଚିତର କ୍ଷୋଭକୁ ମନେ ପକାଇବା ପାଇଁ ସମୟ ନଥାଏ। ରୋଗୀକୁ ନିଶ୍ଚେତକ ଦେଲା ପରେ ସେ ଯେପରି କଷ୍ଟ ଜାଣିପାରେ ନାହିଁ, ସେହିପରି ଭାବରେ ଏଠାରେ ଆଶ୍ରିତମାନଙ୍କୁ କଷ୍ଟ ଓ ଯନ୍ତ୍ରଣା ଭୋଗଠାରୁ ଅଲଗା କରି ରକ୍ଷା କବଚ ଭିତରେ ରଖି ଦିଆଯାଇଥାଏ। ପ୍ରାୟଶ୍ଚିତର ଦୁଃଖ ଅତି ଶୀଘ୍ର ନିଜ ଅଜଣାରେ ଲିଭିଯାଏ ଶ୍ରବଣ, ମନନ, ଚିନ୍ତନ, ଦର୍ଶନ ଓ ସ୍ପର୍ଶନ ମାଧ୍ୟମରେ। ଅନ୍ୟ ଭାଷାରେ କହିଲେ ନିଜ ଦେହ, ମନ ଓ ଆତ୍ମାକୁ ସ୍ୱାମୀ ତଥା ତାଙ୍କ ଦିବ୍ୟ ମହିମା ଦ୍ୱାରା ଉଦ୍ବେଳିତ କରି ସାଂସାରିକ କଷ୍ଟକୁ ଭୁଲିବା ସହଜ ହୁଏ। ଭୌତିକ ଦୃଷ୍ଟିରେ ହେଉ ବା ଉପମା ଦୃଷ୍ଟିରେ ପ୍ରଶାନ୍ତି ନିଳୟ ଭିତରେ ପ୍ରବେଶ ପରିହାର ବ୍ୟତୀତ ଆଉ କିଛି ନୁହେଁ। ପରିହାର ଅର୍ଥ ସମସ୍ତ ପ୍ରକାର ଦୁଃଖରୁ ମୁକ୍ତି ଓ ସମସ୍ତ ପ୍ରକାର ବ୍ୟାଧିରୁ ବିମୁକ୍ତି। ଓମ୍ ଶ୍ରୀ ସତ୍ୟ ସାଇ ପରମ ବ୍ରହ୍ମଣେ ନମଃ। ଶାନ୍ତି ଶାନ୍ତି ଶାନ୍ତି। ପଞ୍ଚଦଶ ଅଧ୍ୟାୟ ସମ୍ପୂର୍ଣ୍ଣ।